ପିପୁଲ୍ସ ଭଏସ୍କୁ ସ୍ୱାଗତ କରୁଛି। ମୁଁ ଶ୍ରୀ ପ୍ରବୀଣ କୁମାର ପାତ୍ର। ଆଜି ଆମେ ପହଞ୍ଚିଛୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତର ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ପରିସର ଭିତରେ। ଆଜି ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଆଜି ହରଭଙ୍ଗା ଅଞ୍ଚଳ ପରିଦର୍ଶନରେ ଆସିଥିଲେ ଏବଂ ତାଙ୍କୁ ଆମେ ପଚାରି ବୁଝିବା ଯେ ହରଭଙ୍ଗା ଅଞ୍ଚଳର ସମସ୍ୟା କ'ଣ ଅଛି ଆଉ କ'ଣ ପ୍ରତିଶ୍ରୁତି ଦେବେ। ସେଥିପାଇଁ ଆମେ ଆଜି ସେ ମୁଖ୍ୟ ସଚେତକ ଆମ ପାଖରେ ଅଛନ୍ତି। ଆପଣ ଟିକେ କୁହନ୍ତୁ ଯେ ହରଭଙ୍ଗା ଅଞ୍ଚଳର ସମସ୍ୟା କ'ଣ ଅଛି। ଆପଣ ବିଧାୟକ ଥିଲେ, ବର୍ତ୍ତମାନ ସରକାରୀ ଦଳର ମୁଖ୍ୟ ସଚେତକ। ଯେହେତୁ ହଠାତ୍ ଆପଣ ହରଭଙ୍ଗା ଅଞ୍ଚଳ ଗସ୍ତ କଲେ, ହରଭଙ୍ଗା ସମସ୍ୟା ନେଇ ଆପଣ କ'ଣ କହିବେ? ବହୁତ ଗୁଡ଼ିଏ ସମସ୍ୟା ଅଛି ଏଠି, ପିଇବା ପାଣିରୁ ଆରମ୍ଭ କରିକି ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀ ସମସ୍ୟା ବହୁତ ଅଛି। ତେଣୁ ଆମେ କଲେଜକୁ ବି ଆସିଥିଲି। ଅନେକ ସମସ୍ୟା ଅଛି, ଅନେକ ସମସ୍ୟା ବି ଦାବିପତ୍ର ଲୋକ ଦେଇଛନ୍ତି। ତେଣୁ ଆମେ ଏହା ଗଲା ପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବୁ ଆଉ ଯୁଦ୍ଧକାଳୀନ ଭିତରେ ଯଥା ସମ୍ଭବ ଆମେ ଗୋଟିଏ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେବୁ। ତେଣୁ ଯେହେତୁ ଆମର ବିଜେପି ସରକାର ଓଡ଼ିଶାରେ ଆସିଛି, ଯାହା ସବୁ କାମ ବାକି ଅଛି ଏ 5 ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ ବୋଲି ଆମେ ଆଶା କରୁଛୁ। ଆପଣ ଅଞ୍ଚଳ ହରଭଙ୍ଗା ବ୍ଲକ ବୌଦ୍ଧ ବ୍ଲକ ମାନେ ଚାରିଆଡ଼େ ପରିଭ୍ରମଣ କଲେ, କିନ୍ତୁ ହରଭଙ୍ଗା ଆଜି ଆସିଲେ ହଠାତ୍। ହରଭଙ୍ଗାରେ ଆପଣ କିପରି ଦେଖିଲେ, କେତେ ଖୁସି ଲାଗିଲା ଆପଣଙ୍କ ଲୋକଙ୍କ ନେଇ? ହଠାତ୍ ନାହିଁ, ମୁଁ ଏଇଟା 8 ଦିନ ପୂର୍ବରୁ ଆମର ପ୍ରୋଗ୍ରାମ ହେଇଥିଲା, କିନ୍ତୁ ସମୟ ଟିକେ ବିଳମ୍ବ ହେଲା। ସମସ୍ୟା ବହୁତ ଅଛି, ତେଣୁ ଲୋକ ଏତେ ଦୁଃଖ କଷ୍ଟରେ ଅଛନ୍ତି, ଘର ନ ପାଇକି, ଭତ୍ତା ବି ପାଉନାହାନ୍ତି ଠିକ ସେ, ଆଉ ସ୍କୁଲ କଲେଜ ସବୁ ଅବସ୍ଥା ଦୟନୀୟ ହେଇକି ଅଛି। ଦେଖିବା ଆମେ ଯେହେତୁ ଡବଲ ଇଞ୍ଜିନ ସରକାର ଅଛି, ମୋହନ ମାଝୀଙ୍କ ନେତୃତ୍ୱରେ ଆମେ ଓଡ଼ିଶାର ନୂତନ ଓଡ଼ିଶା ଗଠନ କରିବା ପାଇଁ ସେଥିରେ ବହୁତ ଜିଲ୍ଲା ମଧ୍ୟ ସାମିଲ ହେବ। ଆପଣମାନେ ଶୁଣୁଥିଲେ ଯେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଯେଉଁ ମନ୍ତବ୍ୟ ରଖିଥିଲେ ଯେ ହରଭଙ୍ଗା ଅଞ୍ଚଳରେ ବହୁତ ସମସ୍ୟା ଅଛି। ସେ ବୁଲି ବୁଲି ଆଜି ପରିଦର୍ଶନ କଲେ। ମେଡ଼ିକାଲ କଥା, ହରଭଙ୍ଗା କଲେଜରେ +3 କଥା, ପାଣି ସମସ୍ୟା, ଚାଷୀ ସମସ୍ୟା, ଯେଉଁ 25 ବର୍ଷ ବିଜେଡ଼ି ଶାସନ କରିଥିଲା ଏବଂ ଯାହା କରିଛି ବିକାଶ, ତାକୁ ନେଇ ସେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ଏବଂ ଯେଉଁଗୁଡ଼ାକ ବାକି ଅଛି ସେ ଯଥାସମ୍ଭବ ମୁଁ ପୂରଣ କରିବି ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏବଂ ହରଭଙ୍ଗା ଯେଉଁ ଆସିଥିଲେ ଗସ୍ତରେ, ସେ ବହୁତ ଖୁସି ଥିଲେ, ଯେହେତୁ ଲୋକ ମଧ୍ୟ ଭିଡ଼ ଥିଲେ। ଲୋକ ଗହଳିପୂର୍ଣ୍ଣ ଭିତରେ ସେ ଯିବା ମଧ୍ୟ ଅସମ୍ଭବ ହୋଇଥିଲା। ତେଣୁ ସେ ଦେଖି ଲୋକଙ୍କୁ ଦେଖି ସେ ବହୁତ ଖୁସି ମଧ୍ୟ ହୋଇଥିଲେ ଏବଂ ଯେଉଁ ସମସ୍ୟା ଗୁଡ଼ିକ ଥିଲା ସେ ଗଲା ପରେ ପୂରଣ କରି ବୋଲି ସେ ନିଜେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ହରଭଙ୍ଗା ବ୍ଲକରୁ ପ୍ରବୀଣ କୁମାର ପାତ୍ରଙ୍କ ରିପୋର୍ଟ, ପିପୁଲ୍ସ ଭଏସ୍।